କନା ବିଷୟ ଘର ହେଉଛି ଗିରିଧର ପ୍ରସାଦ। ଏଠି ଗୋଟେ ଲୋକଟା ବାଟ ଖଡ଼ କଲା, ମୁଁ ତାପରେ ଫିଟେଇଲି। ସେ କହିଲା ମୁଁ କହିଲି କ'ଣ କାହାକୁ ଖୋଜ? କହିଲା ମୁଁ ଜନଗଣନା କରି ଆସିଛି। କହିଲା ଟିକେ ଘର ଭିତରେ ବସିପାରିବି କି? ମୁଁ କହିଲି ଜନଗଣନା କରି ଆସିଛି ମାନେ ଘର ଭିତରେ ଏଇଠିକି ମୋ ସାମ୍ନାକୁ ବସେଇଲି। ସେ କହିଲେ ତମ ଘରେ କିଏ ଅଛନ୍ତି? ମୁଁ କହିଲି ମୋର ପୁଅ ଝିଅ ଦୁଇଟା ଅଛନ୍ତି, ଆଉ ଶାଶୁ ଶ୍ୱଶୁର ଅଛନ୍ତି, ଆଉ ସ୍ୱାମୀ ଅଛନ୍ତି। କହିଲେ ଏଇନେ କିଏ ଅଛନ୍ତି? ମୁଁ କହିଲି ଏଇନେ କେହି ନାହାନ୍ତି, ସେ ଯାଇଛନ୍ତି ଶ୍ୱଶୁର ଗାଁ ଆଡ଼େ। କହିଲେ ହଉ ତୁମ ପିଲାଙ୍କର ଆଧାର କାର୍ଡ଼ ଆଣ। ମୁଁ ଯେଉଁ ଆଧାର କାର୍ଡ଼ ପାଇଁ ବେଡ଼ରୁମ୍ ଭିତରକୁ ଯାଇଛି, ସେ ମୋ ସାଙ୍ଗେ ପଛ ପୁରା ଯାଇଛି ବେଡ଼ରୁମ୍ ଭିତରକୁ। ଛୁରୀଟା ଦେଖେଇଦେଲା, ଆଗ ପିଲା ମୋ ଝିଅ ବେକରେ ଛୁରୀଟା ଦେଖେଇଦେଲା। କହିଲା ଯଦି ପାଟି କରିବ ତଣ୍ଟି କାଟିଦେବି। କହିଲା ତମେ ତୁମ ନାଇଟି ଖୋଲ। ମୁଁ ଯଦି ନ ଖୋଲିଲି ତା ଛୁରୀଟା କହିଲା ପାଟି ବାରମ୍ବାର ସେଇଟା କହିଲା। ତା ବେକରେ ଛୁଆମାନଙ୍କ ବେକରେ ଛୁରୀ ଦେଖେଇଦେଲା। ସେ ଯେଉଁ ବାହାରକୁ ଟିକେ ସମୟ ଆସିଲା ଦେଖିବ ବୋଲି ଭିତର ପଟୁ ବାଟଟା ଦେଇଦେଲି। ମୋବାଇଲଟା ତା ପକେଟରେ ମୋବାଇଲଟା ମୁଁ ନେଇଯାଇଥିଲା। ସେ ଘରେ 3 ଜଣ ଥିଲେ, ମା ଝିଅ ପୁଅ। ଇଏ ଡାକିଲା ଆମେ ଜନସୁମାରି କରି ଆସିଛୁ, କବାଟ ଖୋଲ। ସେ ଖୋଲିଦେଲା ଯେମିତି ଏଠି ଗଲେ ଦୁଆରେ। ତାପରେ ସେ ଯେମିତି ଘରକୁ ଗଲା ଆଧାର କାର୍ଡ଼ ସେ ଘରକୁ ପଶି ଯାଇ ଛୁରା ଦେଖେଇଦେଲା ଛୁଆଙ୍କ ତଣ୍ଟିରେ। ଆଉ କହିଲା ଛୁଆର ତୋର ଯଦି ଲୋଭ ଅଛି ଆଉ ମୋବାଇଲଟା ଦେଇଦେଲା। କେତେ ଜଣ କ'ଣ ଚୋରି କରି ନେଲେ? ଆଉ ମଙ୍ଗଳସୂତ୍ରକୁ ସେଇ ମୋବାଇଲଟା। गोटे अभियोग थाना को आसला आम तापर एफआईआर रेजिस्टर कर देचु। आईसीएसडीपीओ तदंत करुछंती।